ସମସ୍ତଙ୍କୁ ଓଁ ସାଇରାମ ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ଗଣେଶ ଚତୁର୍ଥୀ ଦିନ ନିଶ୍ଚୟ କରନ୍ତୁ ଏହି ଉପାୟ। ଜୀବନର ସବୁ କଷ୍ଟ ହେବ ଦୂର। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ଦେଖନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବ୍କୁ ଟଚ୍ କରନ୍ତୁ, ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ଚାଲନ୍ତୁ ଜାଣିବା କ'ଣ ସବୁ ଉପାୟରେ ଆମର ଜୀବନର ସବୁ କଷ୍ଟ ଦୂର ହେବ। ଗଣେଶ ଚତୁର୍ଥୀ ଦିନ କିପରି ଭାବରେ ଗଣେଶ ଭଗବାନଙ୍କୁ ପୂଜା କରିବା, ଚାଲନ୍ତୁ ଶୁଣିବା। ଗଣେଶ ଚତୁର୍ଥୀ ଦିନ ଗଣେଶ ଭଗବାନଙ୍କ ପୂଜା ନିଶ୍ଚୟ କରନ୍ତୁ। ଯଦି ବିଧି ବିଧାନରେ ଶ୍ରଦ୍ଧା ଭକ୍ତିରେ କରିବେ ନିଶ୍ଚୟ ଦୁଃଖ ସବୁ ଦୂର ହେବ। ସ୍କୁଲ କଲେଜ ମାନଙ୍କରେ ତ ଗଣେଶ ପୂଜା ପାଳନ କରାଯାଏ। ଗାଁ ଗହଳିରେ, ସହରରେ ସବୁଆଡ଼େ ଗଣେଶ ପୂଜା ହୁଏ। କିନ୍ତୁ ଘରମାନଙ୍କରେ ବି ଆଣି ଗଣେଶ ପୂଜା କରନ୍ତୁ। ଗଣେଶ ଭଗବାନ ହେଉଛନ୍ତି ସୁଖ ସମୃଦ୍ଧିର ଦେବତା। ସେଥିପାଇଁ ତାଙ୍କର ପୂଜା କଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଗଣେଶ ଚତୁର୍ଥୀ ଦିନ ଗଣେଶ ଭଗବାନଙ୍କୁ ପୂଜା କରି ଓଁ ଗଣ ଗଣପତୟେ ନମଃ, ଓଁ ଶ୍ରୀ ଗଣେଶାୟ ନମଃ, ୟା ବିଘ୍ନେଶ୍ୱରାୟ ନମଃ ଏହିପରି ମନ୍ତ୍ର ଜପ କଲେ ଭଗବାନ ଗଣେଶର କୃପା ବହୁତ ଶୀଘ୍ର ପ୍ରାପ୍ତ ହୋଇଥାଏ। ଗଣେଶ ଚତୁର୍ଥୀ ଦିନ ଗଣେଶ ଚାଳିଶା ପାଠ ନିଶ୍ଚୟ କରନ୍ତୁ। ଏହି ଦିନ ଗଣେଶ ଚାଳିଶା ପାଠ କଲେ ବହୁତ ଶୁଭ ହୋଇଥାଏ। ଆଉ ଏହି ପାଠ କରିବା ଦ୍ୱାରା ସବୁ କଷ୍ଟ ଦୂର ହୋଇଥାଏ। ଭଗବାନ ଗଣେଶଙ୍କ ପାଇଁ ଘରେ ନିଜେ ତିଆରି କରିଥିବା ମୋଦକ ଲଡ଼ୁ ବା ଭୋଗ ଅର୍ପିତ କରନ୍ତୁ। ମୋଦକ ଲଡ଼ୁ ଗଣେଶ ଭଗବାନଙ୍କର ଅତି ପ୍ରିୟ ଅଟେ। ଗଣେଶ ଚତୁର୍ଥୀ ଦିନ ଗରିବ ଦୁଃଖୀମାନଙ୍କୁ ସାହାଯ୍ୟ କରନ୍ତୁ, ଭୋଜନ ଦିଅନ୍ତୁ, କପଡ଼ା ଦିଅନ୍ତୁ। ଏହିପରି ଦାନ କଲେ ଗଣେଶ ଭଗବାନଙ୍କର କୃପା ଲାଭ ହୋଇଥାଏ। ଭଗବାନ ଆଶୀର୍ବାଦ ଦେଇଥାନ୍ତି ଆଉ ସବୁ କଷ୍ଟ ଦୂର ହୋଇଥାଏ। ଓଡ଼ିଶାର ଲୋକମାନେ 12 ମାସରେ 13 ପର୍ବ ପାଳନ କରନ୍ତି। ସେଥିମଧ୍ୟରୁ ଗଣେଶ ପୂଜା ବା ଗଣେଶ ଚତୁର୍ଥୀ ଅନ୍ୟତମ। ଗଣେଶ ପୂଜା ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ। ଆମ ଦେଶରେ ମୁମ୍ବାଇ ଓ ପୁନେ ସହରରେ ଏହି ପର୍ବ ବହୁତ ଆଡ଼ମ୍ବରରେ ପାଳିତ ହୋଇଥାଏ। ହିନ୍ଦୁମାନଙ୍କର ଅଗ୍ରପୂଜ୍ୟ ଦେବତା ହେଉଛନ୍ତି ଗଣେଶ। ପ୍ରତ୍ୟେକ ପୂଜା ଆୟୋଜନ, ହୋମ, ଯଜ୍ଞ, ଅଭିଷେକ, ପ୍ରତିଷ୍ଠା ମହୋତ୍ସବରେ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଇଥାଏ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ତଥା ଦୋକାନମାନଙ୍କରେ ଏହି ପୂଜା କରାଯାଇଥାଏ। କିଛି ଲୋକ ଘରେ ମଧ୍ୟ ଶ୍ରଦ୍ଧାରେ ଏହି ପୂଜା କରିଥାନ୍ତି। ଗଣେଶ ବିଦ୍ୟାଦାତା ତଥା ବିଘ୍ନ ବିନାଶକ। ଗଣେଶଙ୍କୁ ପୂଜା କଲେ ସିଦ୍ଧି ପ୍ରାପ୍ତ ହୋଇଥାଏ, ସକଳ ବିଘ୍ନ ଦୂରେଇଯାଏ। ଗଣେଶ ହେଉଛନ୍ତି ମାତା ପାର୍ବତୀ ଓ ମହାଦେବଙ୍କର ପୁତ୍ର। ଗଣେଶ ଚତୁର୍ଥୀରେ ଗଣେଶଙ୍କର ମାଟି ତିଆରି ମୂର୍ତ୍ତି ପୂଜା କରାଯାଏ। କାରିଗରମାନେ ମୂର୍ତ୍ତିକୁ ଆକର୍ଷଣୀୟ ରଙ୍ଗରେ ସଜ୍ଜିତ କରିଥାନ୍ତି। ଗଣେଶଙ୍କର ମସ୍ତକ ହେଉଛି ହାତୀର ମସ୍ତକ। ଗଣେଶ ଚତୁର୍ଥୀ 1893 ମସିହାରେ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକ ଦ୍ୱାରା ପୁନର୍ଜୀବିତ ହୋଇଥିଲେ। ଗଣେଶ ଚତୁର୍ଥୀ ପ୍ରତିବର୍ଷ ଅଗଷ୍ଟ ସେପ୍ଟେମ୍ବର ମାସରେ ପାଳନ କରାଯାଏ। ଏହା 10 ଦିନର ପର୍ବ। ଏହା ଚତୁର୍ଥୀ ଆରମ୍ଭରେ ଲୋକମାନେ ଭଗବାନ ଗଣେଶଙ୍କୁ ପୂଜା କରିଥାନ୍ତି। ଭକ୍ତମାନେ ଗଣେଶଙ୍କୁ ମୋଦକ ଲଡ଼ୁ, ପୁରାଣ ଫୁଲ, ମନ୍ଦାର ଫୁଲ, ମନ୍ଦାର ମାଲା ଭଗବାନଙ୍କର ପ୍ରିୟ ଅଟେ। ସେଥିପାଇଁ ଭକ୍ତମାନେ ଭଗବାନଙ୍କୁ ଅର୍ପଣ କରିଥାନ୍ତି। ଭଗବାନ ଗଣେଶଙ୍କ ପାଇଁ ପିଲାମାନେ ଅତ୍ୟନ୍ତ ପ୍ରିୟ। ସେମାନେ ଗଣେଶଙ୍କୁ ମିତ୍ର ଭାବେ ବି ପୂଜା କରିଥାନ୍ତି। ଗଣେଶ ଚତୁର୍ଥୀ ହେଉଛି ସୁଖ ଆନନ୍ଦ ବିସ୍ତାରର ଦିନ। ସେହିଦିନ ସମସ୍ତେ
ବହୁତ ଖୁସିରେ ଭଗବାନଙ୍କୁ ପାଳନ କରିଥାନ୍ତି, ପୂଜା କରିଥାନ୍ତି। ତାଙ୍କର ଆଶୀର୍ବାଦ ନେବା ପାଇଁ 10 ଦିନ ପର୍ଯ୍ୟନ୍ତ ଜାକଜମକରେ ପୂଜା ସବୁ କରି ତାପରେ ପୂଜା ସରିଲା ପରେ ବିସର୍ଜନ କରିଦେଇଥାନ୍ତି। ଯଦି ଏହି ଭିଡ଼ିଓ ପସନ୍ଦ ଆସିଲା ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ପହଞ୍ଚିଯିବ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।